ଯୋହନ ଲିଖିତ ସୁସମାଚାରରୁ ପାଠ 15 ଅଧ୍ୟାୟ 25ରୁ 16 ଅଧ୍ୟାୟ 4 ପଦ ପର୍ଯ୍ୟନ୍ତ। ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ, ଯେତେବେଳେ ସେହି ସହାୟକ ଆସିବେ, ଯାହାଙ୍କୁ ମୁଁ ପିତାଙ୍କ ଠାରୁ ତୁମମାନଙ୍କ ନିକଟକୁ ପ୍ରେରଣ କରିବି, ସେହି ସତ୍ୟର ଆତ୍ମା ଯେ ପିତାଙ୍କ ଠାରୁ ଆଗତ, ସେ ମୋ ସପକ୍ଷରେ ସାକ୍ଷ୍ୟ ପ୍ରଦାନ କରିବେ। ତୁମେମାନେ ମଧ୍ୟ ମୋର ସାକ୍ଷ୍ୟ ବହନ କରିବ, ଯେହେତୁ ତୁମେମାନେ ପ୍ରାରମ୍ଭରୁ ମୋ ସହିତ ରହିଛ। ମୁଁ ତୁମମାନଙ୍କୁ ଏ ସକଳ ବିଷୟ କହୁଅଛି, ଯେପରି ତୁମେମାନେ ପଥଭ୍ରଷ୍ଟ ନ ହୁଅ। ସେମାନେ ଏମାନଙ୍କୁ ସମାଜ ଗୃହରୁ ବହିଷ୍କାର କରିବେ। ବାସ୍ତବରେ ସମୟ ଆସୁଅଛି, ଯେତେବେଳେ ଯେଉଁମାନେ ତୁମକୁ ହତ୍ୟା କରିବେ, ସେମାନେ ଭାବିବେ ଯେ ତାହାଦ୍ୱାରା ସେମାନେ ପରମେଶ୍ୱରଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ସେମାନେ ଏହା କରିବେ କାରଣ ସେମାନେ ମୋତେ କିମ୍ବା ମୋର ପିତାଙ୍କୁ ଜାଣନ୍ତି ନାହିଁ। ମୁଁ ତୁମମାନଙ୍କୁ ଏ ସକଳ କହିଅଛି, ଯେପରି ଯେତେବେଳେ ସେମାନଙ୍କର ସମୟ ଆସିବ, ତୁମେମାନେ ସ୍ମରଣ କରିବ ଯେ ମୁଁ ତୁମମାନଙ୍କୁ ଏ ବିଷୟରେ କହିଅଛି। ପ୍ରଭୁଙ୍କର ସୁସମାଚାର। ପ୍ରିୟ ବନ୍ଧୁଗଣ, ଆମମାନେ ତପସ୍ୟା ପାସ୍କା କାଳର ଷଷ୍ଠ ରବିବାର ଷଷ୍ଠ ସପ୍ତାହରେ ପହଞ୍ଚି ଆମମାନେ 37 ଦିନରେ ପହଞ୍ଚିଅଛୁ। ଆଉ ଆଜି ଦିନରେ ପ୍ରଭୁ ଯୀଶୁ ଆମମାନଙ୍କୁ ସତ୍ୟର ଆତ୍ମା, ପବିତ୍ର ଆତ୍ମା ବିଷୟରେ ଆମମାନଙ୍କୁ ସୂଚାଇ ଦେଉଛନ୍ତି। ସେହି ସତ୍ୟ ଆତ୍ମା ହେଉଛନ୍ତି ଆମର ସହାୟକ ଆତ୍ମା। ସେହି ସତ୍ୟ ଆତ୍ମା ହେଉଛନ୍ତି ଆମକୁ ସ୍ମରଣ କରାଇବା ଆତ୍ମା। ସେହି ସତ୍ୟ ଆତ୍ମା ହେଉଛନ୍ତି ଆମେ ଯେଉଁ ନିଷ୍ପତ୍ତି କରୁଛୁ, ସେହି ନିଷ୍ପତ୍ତିରେ ସାହାଯ୍ୟ କରିବା ଆତ୍ମା। ସେ ଆମକୁ ସାନ୍ତ୍ୱନା ଦେବା ଆତ୍ମା। ସେ ପବିତ୍ର ଆତ୍ମା, ପିତା ପରମେଶ୍ୱରଙ୍କର ଆତ୍ମା, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆତ୍ମା। ସେ ହେଉଛନ୍ତି ପବିତ୍ର ଆତ୍ମା। ତେଣୁ ଯୀଶୁଖ୍ରୀଷ୍ଟ କହୁଛନ୍ତି, ମୁଁ ପିତାଙ୍କ ଠାରୁ ତୁମମାନଙ୍କ ନିକଟକୁ ପ୍ରେରଣ କରିବି ସେହି ଦ୍ୱିତୀୟ ସହାୟକଙ୍କୁ। ଯୀଶୁଖ୍ରୀଷ୍ଟ ହେଉଛନ୍ତି ଆମର ପ୍ରଥମ ସହାୟକ। ପବିତ୍ର ଆତ୍ମା ହେଉଛନ୍ତି ଆମର ଦ୍ୱିତୀୟ ସହାୟକ, ଅର୍ଥାତ୍ ସାହାଯ୍ୟକାରୀ ଆତ୍ମାଙ୍କୁ ସେ ପ୍ରେରଣ କରୁଛନ୍ତି। ପିତାଙ୍କ ଠାରୁ ପ୍ରେରଣ କରୁଛନ୍ତି, ସେ ନିଜେ ମଧ୍ୟ ପ୍ରେରଣ କରୁଛନ୍ତି। ଅର୍ଥାତ୍ ପିତା ଓ ପୁତ୍ର ଦୁହେଁ ପବିତ୍ର ଆତ୍ମାଙ୍କୁ ପ୍ରେରଣ କରୁଛନ୍ତି। ତେଣୁ ଆମମାନେ ସେହି ପବିତ୍ର ଆତ୍ମାଙ୍କୁ ଦୀକ୍ଷା ସ୍ନାନ ସଂସ୍କାରରେ ପାଇଥାଉ, ଦୃଢ଼ୀକରଣ ସଂସ୍କାରରେ ଦୃଢ଼ ହେବା ପାଇଁ ପାଇଥାଉ। ଆଉ ପ୍ରତ୍ୟେକ ସଂସ୍କାରରେ ଆମେ ସେହି ପବିତ୍ର ଆତ୍ମାକୁ ପାଇଥାଉ। ନିଜର କର୍ତ୍ତବ୍ୟ କରିବା ପାଇଁ ସଂସ୍କାର ଜରିଆରେ, 7ଟି ସଂସ୍କାର ଜରିଆରେ ଆମମାନେ ପବିତ୍ର ଆତ୍ମାକୁ ପାଇଥାଉ। ତେଣୁ ସେହି ପବିତ୍ର ଆତ୍ମାକୁ ପ୍ରଭୁ ପ୍ରେରଣ କରୁଛନ୍ତି। ସେ ଆମ ସପକ୍ଷରେ ସାକ୍ଷ୍ୟ ଦେବେ। ପବିତ୍ର ଆତ୍ମା ଆମ ସପକ୍ଷରେ ସାକ୍ଷ୍ୟ ଦେବେ, ପିତାଙ୍କ ସପକ୍ଷରେ ସାକ୍ଷ୍ୟ ଦେବେ, ଯୀଶୁଙ୍କ ସପକ୍ଷରେ ସାକ୍ଷ୍ୟ ଦେବେ। ତେଣୁ ଆମମାନେ ମଧ୍ୟ ଯୀଶୁଙ୍କ ସପକ୍ଷରେ ସାକ୍ଷ୍ୟ ଦେବା। ପବିତ୍ର ଆତ୍ମା ପିତାଙ୍କ ସପକ୍ଷରେ ସାକ୍ଷ୍ୟ ଦେବେ, ଯୀଶୁଙ୍କ ସପକ୍ଷରେ ସାକ୍ଷ୍ୟ ଦେବେ। ଆଉ ଆମମାନେ ମଧ୍ୟ ତ୍ରୈକ ପରମେଶ୍ୱରଙ୍କ ବିଷୟରେ ସାକ୍ଷ୍ୟ ଦେବା ଆମର କର୍ତ୍ତବ୍ୟ ହେଉଛି। କାରଣ ଆମମାନେ ପ୍ରାରମ୍ଭରୁ ତାହାଙ୍କୁ ଜାଣୁଛୁ। ଦୀକ୍ଷା ସ୍ନାନରୁ ଆମମାନେ ତାହାଙ୍କୁ ଜାଣୁଛୁ। ଏପରିକି ମାତାଙ୍କ ଗର୍ଭରେ ଆସିବା ଦିନଠାରୁ ଆମମାନେ ପିତାଙ୍କୁ ଜାଣୁଛୁ। ତେଣୁ ଆମମାନଙ୍କର କର୍ତ୍ତବ୍ୟ ହେଉଛି ପିତା ପରମେଶ୍ୱରଙ୍କର ସାକ୍ଷ୍ୟ ଦେବା, ଯୀଶୁଖ୍ରୀଷ୍ଟଙ୍କର ସାକ୍ଷ୍ୟ ଦେବା, ପବିତ୍ର ଆତ୍ମାଙ୍କର ସାକ୍ଷ୍ୟ ଦେବା। ଏହିପରି ତ୍ରୈକ ପରମେଶ୍ୱରଙ୍କର ସାକ୍ଷ୍ୟ ଦେବା ସାଥେ ସାଥେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଏକ ପବିତ୍ର କାଥୋଲିକ ପ୍ରେରିତ ମଣ୍ଡଳୀକୁ ମଧ୍ୟ ସାକ୍ଷ୍ୟ ଦେବା ଆମମାନଙ୍କର କର୍ତ୍ତବ୍ୟ। ଆଉ ଆମେ ଯେ ତ୍ରୈକ ପରମେଶ୍ୱରଙ୍କୁ ପ୍ରେମ କରୁଛୁ, ଏହାର ସାକ୍ଷ୍ୟ ଦେବା ମଧ୍ୟ ଆମର କର୍ତ୍ତବ୍ୟ।
ତେଣୁ ଯୀଶୁଖ୍ରୀଷ୍ଟ ଏ ସକଳ ବିଷୟ ତାହାଙ୍କର ପ୍ରେରିତମାନଙ୍କୁ କହୁଅଛନ୍ତି ଯେପରି ସେମାନେ ପଥଭ୍ରଷ୍ଟ ନ ହେବେ। ଆମ ଖ୍ରୀଷ୍ଟିଆନମାନଙ୍କୁ ଏସବୁ ଶିକ୍ଷା ଦିଆଯାଉଛି ଯେପରି ଆମମାନେ ଏହି ପଥ ଛାଡ଼ି ଅନ୍ୟ ପଥରେ ନ ଯିବା ପାଇଁ। ଆଉ ଏହି ଅନ୍ୟ ଲୋକମାନେ ବା ଜିହୁଦୀ ଲୋକମାନେ ପ୍ରେରିତମାନଙ୍କୁ ବିଶେଷ କରି ଖ୍ରୀଷ୍ଟିଆନ ଶିଷ୍ୟମାନଙ୍କୁ ତାହାଙ୍କର ସମାଜ ଗୃହରୁ, ତାହାଙ୍କର ପ୍ରାର୍ଥନା ଗୃହରୁ, ସିନାଗୋଗରୁ ବହିଷ୍କାର କରିବେ। ଆଉ ସେମାନେ ସେମାନଙ୍କୁ ଘୃଣା କରିବେ। ଇତିହାସ ହିସାବରେ ଅଳ୍ପ କେତେ ଲୋକ ଜିହୁଦୀ ଧର୍ମରୁ ଖ୍ରୀଷ୍ଟିଆନ ହେଲେ। ଏବେ ପର୍ଯ୍ୟନ୍ତ ଜିହୁଦୀମାନେ ଖ୍ରୀଷ୍ଟିଆନ ହୋଇନାହାନ୍ତି। ଇସ୍ରାଏଲ ଦେଶ ଜିହୁଦୀ ଦେଶ ହୋଇ ହିଁ ରହିଛି। ଆଉ ଏହା ଏହିପରି ହିଁ ରହିବ। ଅଳ୍ପ କିଛି ଲୋକ ଖ୍ରୀଷ୍ଟିଆନ ହେବେ, କିନ୍ତୁ ଯୀଶୁଙ୍କର ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ସେମାନେ ଜିହୁଦୀ ଦେଶ ହୋଇ ହିଁ ରହିବେ। ସେମାନେ ସେହି ସମୟରେ ତାହାଙ୍କର ଦ୍ୱିତୀୟ ଆଗମନ ଦେଖିବେ। ଏହା ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ହିଁ କହୁଛନ୍ତି। ତମେମାନେ ସାରା ଜଗତକୁ ଯାଇ ଲୋକମାନଙ୍କୁ ଖ୍ରୀଷ୍ଟିଆନ କରାଅ, ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଦୀକ୍ଷା ସ୍ନାନ ଦିଅ କହିଲେ। କିନ୍ତୁ ଏହି ଜିହୁଦୀମାନଙ୍କ ବିଷୟରେ ସେ କହିଲେ ଯେ ମୁଁ ଆସିବା ପର୍ଯ୍ୟନ୍ତ ତୁମେ ଏମାନଙ୍କୁ ଦୀକ୍ଷା ସ୍ନାନ ଦେଇପାରିନଥିବ। ଏମାନେ ଜିହୁଦୀ ହୋଇ ହିଁ ରହିଥିବେ। ହେଲେ ଏହିପରି ଭାବରେ ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ନିଜ ପ୍ରେରିତମାନଙ୍କୁ କହିଛନ୍ତି। ତେଣୁ ଯଦିଓ ସେମାନେ ପିତା ପରମେଶ୍ୱରଙ୍କୁ ଜାଣିଛନ୍ତି, କିନ୍ତୁ ସେମାନେ ଖ୍ରୀଷ୍ଟଙ୍କୁ ଗ୍ରହଣ କରୁନାହାନ୍ତି କିମ୍ବା ପବିତ୍ର ଆତ୍ମାକୁ ସେମାନେ ଗ୍ରହଣ କରୁନାହାନ୍ତି।